ଆକ୍ସନ ମୋଡରେ ଆସିଛି ମାଇନ୍ସ ବିଭାଗ। ବେଆଇନ ପଥର ଓ ମରମ ଚାଲାଣ ଉପରେ କରୁଛି ଅତର୍କିତ ଚଢ଼ାଉ। ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବେଆଇନ ପଥର ଓ ମରମ ଚାଲାଣ କରାଯାଉଥିବା ଖବର ପ୍ରସାରଣ ପରେ ମାଫିଆଙ୍କ ଉପରେ ମାଇନ୍ସ ବିଭାଗ ଜାରି ରଖିଛି ଚଢ଼ାଉ। ଆଜି ପଥର ଚାଲାଣ କରୁଥିବା 5ଟି ଗାଡ଼ିକୁ ଜବତ କରିଛି ପୁରୀ ଜିଲ୍ଲା ମାଇନ୍ସ ବିଭାଗ। ଡେଲାଙ୍ଗ ରେଙ୍ଗଳ ଅଞ୍ଚଳରୁ 3ଟି ଟ୍ରକ୍, ଗୋଟିଏ 407 ଓ ଗୋଟିଏ ଟ୍ରାକ୍ଟର ଜବତ କରିଛନ୍ତି ମାଇନ୍ସ ଅଧିକାରୀ। ଜିଲ୍ଲାରେ ଗୋଟିଏ ମଧ୍ୟ ଖଣି ନିଲାମ ଦିଆଯାଇଥିବା ବେଳେ କିଭଳି ରାତିରେ ଶହ ଶହ ଗାଡ଼ି ପଥର ମରମ ଚାଲାଣ କରାଯାଉଛି ବୋଲି ବାରମ୍ବାର ଖବର ପ୍ରସାରଣ କରିଆସୁଥିଲା ଦ ରୁରାଲ ନ୍ୟୁଜ୍ ଓଡ଼ିଆ। ଖବର ପ୍ରସାରଣ ପରେ ଆଜି ଆକ୍ସନ ମୋଡକୁ ଆସିଛି ମାଇନ୍ସ ବିଭାଗ। ଡେଲାଙ୍ଗ ରେଙ୍ଗଳରେ ଆଜି ମାଇନ୍ସ ବିଭାଗ ଓ ପୋଲିସ ମିଳିତ ଉଦ୍ୟମରେ ଏହି ସଫଳତା ପାଇଥିଲେ ମଧ୍ୟ ଡେଲାଙ୍ଗରେ ଏବେ ମଧ୍ୟ ଯମୁନା ଝାରପଡ଼ା, ବରପଦା, ଅରାଗଡ଼, ଗୋଡ଼ିପୁର, ମାଟିଆପଡ଼ା, ଇଚ୍ଛାପୁର, ପାତ୍ରପଡ଼ା, ହରିପୁର ଆଦି ଅଞ୍ଚଳରେ ବ୍ୟାପକ ଭାବରେ ଖଣି ଲୁଟ୍ କରାଯାଉଛି। ଏଥିସହିତ ପିପିଲି ନିଜିଗଡ଼ କୁରିକରେ ମଧ୍ୟ ବେଆଇନ ପଥର ଓ ମରମ ଚାଲାଣ କରାଯାଉଥିବା ବେଳେ ମାଫିଆମାନେ ପିପିଲି ନିଜିଗଡ଼ କୁରିକରୁ ଲୁଟ୍ କରି ଜଟଣୀ ବାଟ ଦେଇ ପଥର ମରମ ଚାଲାଣ କରୁଛନ୍ତି। କିନ୍ତୁ ଏହିସବୁ ଘଟଣା ଖୋର୍ଦ୍ଧା ମାଇନ୍ସ ଅଧିକାରୀ ଓ ଜଟଣୀ ତହସିଲ ପ୍ରଶାସନ ଜାଣି ନେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କ ନୀରବତା ମାଫିଆଙ୍କୁ ବଳ ଯୋଗାଉଛି। ମାଫିଆଙ୍କ ବିରୁଦ୍ଧରେ ସରକାର ଆଉ ଅଧିକ କଠୋର ହେଲେ ଏହି ଚୋରା ଚାଲାଣ ରୋକାଯାଇପାରିବ ବୋଲି ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।